प्रयागराज ହେଉଛି ଆହ୍ଲାବାଦର ପରିବର୍ତ୍ତିତ ନାମ, କିନ୍ତୁ ପ୍ରକୃତରେ ଆହ୍ଲାବାଦ ଥିଲା ପ୍ରାଚୀନ ପ୍ରୟାଗର ଏକ ପରିବର୍ତ୍ତିତ ନାମ। କାରଣ ପ୍ରୟାଗ ଏକ ପ୍ରାଚୀନ ଓ ପୁରାଣ ପ୍ରସିଦ୍ଧ ନାମ। ଭାରତରେ ମୁସଲମାନ ଶାସନ ସମୟରେ ସେହି ନାମକୁ ପରିବର୍ତ୍ତନ କରି ଆହ୍ଲାବାଦ ବା ଇଲାହାବାଦ କରାଯାଇଥିଲା। ଏହାର ଅର୍ଥ ଈଶ୍ୱରଙ୍କର ନଗର। ଏବେ ସେ ନାମକୁ ବଦଳାଯାଇ ପ୍ରୟାଗରାଜ ହୋଇଛି। ପ୍ରୟାଗର ଅନେକ ଅର୍ଥ। ଏହାର ଗୋଟିଏ ଅର୍ଥ ଶତକ୍ରତୁ ବା ଇନ୍ଦ୍ର। ଏହାର ଅନ୍ୟ ଅର୍ଥଗୁଡ଼ିକ ଏକ ପବିତ୍ର ସ୍ଥାନ ଭାବରେ ଏହାର ବିଶେଷତ୍ୱ ଓ ମହତ୍ତ୍ୱ ବୁଝାଏ। ସବୁଠୁ ବିଶେଷତ୍ୱପୂର୍ଣ୍ଣ ନାମ ହେଉଛି ପ୍ରଜାଗ। ଜାଗ ସହିତ ପ୍ର ଉପସର୍ଗ ମିଶି ପ୍ରଜାଗ ଶବ୍ଦ ସୃଷ୍ଟି ହୋଇଛି। ଜାଗର ଅର୍ଥ ଯଜ୍ଞ। ଏଥିରୁ ସୂଚିତ ହୁଏ ଯେ ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ୱତୀ ନଦୀର ଏହି ମିଳନ ସ୍ଥଳ ବା ତ୍ରିବେଣୀ ସଙ୍ଗମରେ ପୂର୍ବ କାଳରେ ଅନେକ ଯାଗ ଯଜ୍ଞ ସମ୍ପନ୍ନ ହେଉଥିଲା। ଏହା ଥିଲା ହିନ୍ଦୁମାନଙ୍କର ଏକ ପରମ ପବିତ୍ର ତୀର୍ଥ। ରାମାୟଣରୁ ସୂଚିତ ହୁଏ ଯେ ପୂର୍ବେ ରାଜାମାନଙ୍କର ଅଭିଷେକ ନିମନ୍ତେ ଏହି ପବିତ୍ର ତୀର୍ଥରୁ ଜଳ ସଂଗ୍ରହ କରାଯାଉଥିଲା। ପ୍ରୟାଗ ବା ପ୍ରଜାଗ ବହୁ କାଳ ଧରି କୋଶଳ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା। ସମ୍ରାଟ ଅଶୋକ ଓ ଅନ୍ୟ ବୌଦ୍ଧ ରାଜାମାନଙ୍କର ଶାସନ କାଳରେ ସେଠାରେ ଅନେକ ବୌଦ୍ଧ ବିହାର ଗଢ଼ି ଉଠିଥିଲା। ମତ୍ସ୍ୟ ପୁରାଣରେ ଏହାର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ସେଥିରେ ଏହାକୁ ପ୍ରଜାପତି କ୍ଷେତ୍ର କୁହାଯାଇଛି। ସେହି ପୁରାଣର 102ରୁ 107 ଅଧ୍ୟାୟର ବର୍ଣ୍ଣନା ଅନୁସାରେ ଏହା ଥିଲା ପ୍ରଜାପତି କ୍ଷେତ୍ର। 5 ଯୋଜନ ବ୍ୟାପୀ ଏହା ବିସ୍ତୃତ ଥିଲା। ରାମାୟଣରେ ଉଲ୍ଲେଖ ଅଛି ଯେ ବନ ଗମନ କାଳରେ ରାମଚନ୍ଦ୍ର ସେଠାରେ ଥିବା ଭରଦ୍ୱାଜ ମୁନିଙ୍କ ଆଶ୍ରମରେ କିଛି କାଳ ଅବସ୍ଥାନ କରିଥିଲେ। ବଳରାମ ଦାସଙ୍କର ଦାଣ୍ଡି ରାମାୟଣରେ ମଧ୍ୟ ଏହା ବର୍ଣ୍ଣନା ଅଛି। ଭରତ ଶ୍ରୀରାମଙ୍କୁ ଫେରାଇ ନେବାକୁ ଯାଇ ସେଠାରେ ପହଞ୍ଚିଥିଲେ ଏବଂ ଭରଦ୍ୱାଜ ମୁନି ତାଙ୍କୁ ଏବଂ ତାଙ୍କର ଅନୁଚରମାନଙ୍କୁ ଅନେକ ଓଡ଼ିଆ ଖାଦ୍ୟଦ୍ରବ୍ୟ ରାନ୍ଧି ପରସିଥିଲେ। ସେଠାରେ ଅଛି ଏକ ଅକ୍ଷୟ ବଟ। ଖ୍ରୀଷ୍ଟୀୟ 7ମ ଶତାବ୍ଦୀରେ ହୁଏଂସା ଭାରତ ଆସିଥିବା ବେଳେ ସେହି ବଟବୃକ୍ଷକୁ ଦେଖି ତାହାର ବର୍ଣ୍ଣନା କରିଛନ୍ତି। ମତ୍ସ୍ୟପୁରାଣ ଅନୁସାରେ ମାଘ ମାସରେ ପ୍ରୟାଗ ବା ପ୍ରଜାଗର ତ୍ରିବେଣୀ ସଙ୍ଗମରେ ବହୁ ତୀର୍ଥ ବାସ କରନ୍ତି। ତେଣୁ ମକର ସଂକ୍ରାନ୍ତିରେ ସେଠାରେ ପ୍ରତିବର୍ଷ ମାଘ ସ୍ନାନ ହୋଇଥାଏ। ପ୍ରତି 6 ବର୍ଷରେ ଥରେ ଅର୍ଦ୍ଧକୁମ୍ଭ ଓ ପ୍ରତି 12 ବର୍ଷରେ ଥରେ ପୂର୍ଣ୍ଣ କୁମ୍ଭ ସ୍ନାନ ଓ ମେଳା ହୁଏ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ।